କିନ୍ତୁ ଆନନ୍ଦପୁର ରଜ ମହୋତ୍ସବ କମିଟିର ଆଜି ପ୍ରସ୍ତୁତି ବୈଠକ ଥିଲା। ସବୁ ବର୍ଷ ଭଳି ଚଳିତ ବର୍ଷ ଆନନ୍ଦପୁର ରଜ ମହୋତ୍ସବ ଜୁନ 14 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଦୀର୍ଘ 4 ଦିନ ବ୍ୟାପୀ ପୁରା ଜାକଜକମରେ ଏବଂ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ବ୍ୟାପକ ଭାବରେ ପାଳନ କରାଯିବା ପାଇଁ ଆଜି ଏ ବୈଠକରେ ନିଷ୍ପତ୍ତି ହେଲା। ଆନନ୍ଦପୁର ସହରର ସମସ୍ତ ବୁଦ୍ଧିଜୀବୀ ଏବଂ ଆମ କମିଟିର ସମସ୍ତ ବ୍ୟକ୍ତି ଆଜି ଆମେ ଉପସ୍ଥିତ ଥିଲୁ। ଆଜି ନିଷ୍ପତ୍ତି ନିଆଗଲା ଯେ 4 ଦିନ ବ୍ୟାପୀ ଆନନ୍ଦପୁର ଯେଉଁ ସଂସ୍କୃତି ପରମ୍ପରା ଅନୁଯାୟୀ ରଜ ମହୋତ୍ସବ ବ୍ୟାପକ ଭାବରେ ପାଳନ କରାଯିବ ଏବଂ ଆନନ୍ଦପୁର ଯେଉଁମାନେ ପ୍ରତିଷ୍ଠିତ ବ୍ୟକ୍ତି ସାରା ଦେଶରେ ରାଜ୍ୟରେ ଅଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରାଯିବ ଏବଂ ଯେଉଁ ଟ୍ୟାଲେଣ୍ଟ ପର୍ସନ୍ ଅଛନ୍ତି ତାଙ୍କୁ ସମ୍ମାନିତ କରାଯିବ ଏବଂ ଛାତ୍ରଛାତ୍ରୀ ଯୁବକ ଯୁବତୀମାନଙ୍କ ଭିତରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏବଂ ରଜ ଦୋଳିର ଗୀତ ଆସର ଏବର୍ଷ ନୂଆକୁ କରାଯିବା ପାଇଁ ସ୍ଥିର ହେଲା ଏବଂ 3 ଦିନ ବ୍ୟାପୀ ମୀନା ବଜାର ଦୋଳି ଏବଂ ପିଠାପଣା ଏଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ହେଲା। ସଂସ୍କୃତିର ପରମ୍ପରାର ଗଣପର୍ବ ରଜ ମହୋତ୍ସବ ଆନନ୍ଦପୁରରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ଆମେ ଏହାକୁ ଆହୁରି ଅଧିକ ସରସ ସୁନ୍ଦର କରିବା ପାଇଁ ଯଥେଷ୍ଟ ପୂର୍ବରୁ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ଏ ବୈଠକରେ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସାମ୍ବାଦିକ ଆଇନଜୀବୀ ଯୁବ ଛାତ୍ର ସଂଗଠନ ବିଶେଷ କରି ଆମର ଏଇ ଯେଉଁ ପଞ୍ଚମୁଖୀ ହନୁମାନ ମନ୍ଦିରର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରି ପାଳନ କରିବା ପାଇଁ ନିଷ୍ପତ୍ତି ହେଲା ଏବଂ ବିଶେଷ କରି ଆଜି ଗୋଟେ ନିଷ୍ପତ୍ତି ହେଲା ଯେ ବିଗତ ବର୍ଷମାନଙ୍କ ଅପେକ୍ଷା ଗୋଟେ ଅଧିକ କାର୍ଯ୍ୟକ୍ରମ ଯୋଡ଼ାଗଲା ଯେଉଁଟା ଯେ ରଜର ଯେଉଁ ପାରମ୍ପରିକ ଗୀତ ଏ ବର୍ଷ ପାଣି ବୁହା ଦିନ ଆରମ୍ଭ ହେବ ଏବଂ ରଜ ବାଟୁଆରେ ମଧ୍ୟ କରାଯିବ। ଆଉ ରଜ ବାଟୁଆ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରି ଆନନ୍ଦ ଉଲ୍ଲାସରେ କାର୍ଯ୍ୟକ୍ରମକୁ ମନାଇବା ପାଇଁ ନିଷ୍ପତ୍ତି ହୋଇଛି। ନୂଆ ନୁହେଁ, ଏହା ଏକ ପାରମ୍ପରିକ କାର୍ଯ୍ୟକ୍ରମ ଏବଂ ଆଗରୁ ମଧ୍ୟ ପରମ୍ପରାରେ ପାଳନ ହେଉଥିଲା। ଏ ବର୍ଷ ଆମେ ଅଧିକ ସ୍ଥାନୀୟ କଳାକାରମାନଙ୍କୁ ଆମ ଅଞ୍ଚଳରେ ଯେଉଁମାନେ ପ୍ରତିଭା ଅଛନ୍ତି ସେମାନଙ୍କ ପ୍ରତିଭାର ବିକାଶ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରିବାର ଯୋଜନା କରିଛୁ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ 3 ଦିନ ଧରିକି ଏଠି ମେଲୋଡ଼ି ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବାର ନିଷ୍ପତ୍ତି ହୋଇଛି।